ବାଲେଶ୍ୱର ସହରର ଗାନ୍ଧୀ ସ୍ମୃତି ଭବନ ପ୍ରାଙ୍ଗଣରେ 108 ହନୁମାନ ଚାଳିଶା ନାମଯଜ୍ଞ କମିଟି ପକ୍ଷରୁ ଶ୍ରୀ ଶ୍ରୀ ହନୁମାନ ଚାଳିଶା ନାମଯଜ୍ଞ ସମାପନ ହୋଇଛି। ଏହି ଅବସରରେ ପ୍ରାତଃକାଳରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବେଦଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ହନୁମାନଜୀଙ୍କର ଷୋଡ଼ଶ ଉପଚାର ପୂଜାନୀତି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ସକାଳଠାରୁ ପୂଜା ହୋମ କାର୍ଯ୍ୟ ସମ୍ପନ୍ନ ହେବା ସହିତ ଅପରାହ୍ନରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାପନ ଦିବସରେ ସକାଳୁ ହନୁମାନଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା ଓ ଅଖଣ୍ଡ ହନୁମାନ ଚାଳିଶା ପାରାୟଣ ସହିତ ପୂର୍ଣ୍ଣାହୁତି ଯଜ୍ଞ ଓ ସନ୍ଧ୍ୟାରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଆୟୋଜିତ ସାମୂହିକ ପ୍ରସାଦ ସେବନରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମହାପ୍ରଭୁଙ୍କର ଏହି 2 ଦିନିଆ ନାମଯଜ୍ଞ ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ ସହ ଶ୍ରୀ ହନୁମାନ ଭଗବାନଙ୍କ ଆଶିଷ ଲାଭ କରିଥିବା ବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅତି ନିଷ୍ଠାର ସହିତ ଏଠାରେ ଆୟୋଜିତ ହୋଇ ଆସୁଥିବା 108 ହନୁମାନ ଚାଳିଶା ନାମଯଜ୍ଞ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। ଆମର ଶ୍ରୀ ଶ୍ରୀ 108 ଅଖଣ୍ଡ ହନୁମାନ ଚାଳିଶା ପାରାୟଣ ନାମଯଜ୍ଞରେ ମୁଁ ଗୋଟେ ଛୋଟ ସଭ୍ୟ ପ୍ରତ୍ୟେକ ବର୍ଷ ପରି 2009ରୁ 2025 ପର୍ଯ୍ୟନ୍ତ କ୍ରମାଗତ ଭାବରେ ପ୍ରତ୍ୟେକ ବର୍ଷ ଆମର ହେଇ ଆସୁ 8ରୁ 10 ହଜାର ଲୋକଙ୍କର ସମାଗମ ହୁଏ। 3 ଦିନ ଧରିକି ଆମେ ହନୁମାନ ଚାଳିଶା ପାରାୟଣଟି ବହୁତ ଭଲରେ ହୁଏ। ଏ ବର୍ଷ ବି ପ୍ରଭୁଙ୍କ ଦୟାରୁ ଭଲରେ ହେଇ ଆସୁଛି। ପୃଥିବୀର ଅଶାନ୍ତମୟ ହେଇଛି ପୃଥିବୀ ବିଶ୍ୱ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି ପାଇଁ ଏ ଯଜ୍ଞଟି ବି ହେଉଛି। ସମସ୍ତଙ୍କର ଶୁଭକାମନା କରିକି ଆମେ ଏଟା କେମିତି ପ୍ରଭୁଙ୍କର କାର୍ଯ୍ୟକ୍ରମ ଆଗକୁ କେମିତି ଚାଲିବ ସେଇଟା ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଅନ୍ୟମାନେ ଯେଉଁମାନେ ଆମର ସନାତନୀ ଲୋକ ଅଛନ୍ତି ଦୟା କରିକି ସେମାନେ ପଥଭ୍ରଷ୍ଟ ହେଇଯାଇଥିଲେ, କୌଣସି ମନ୍ଦିର କୌଣସି ଦେବାଳୟକୁ ତାଙ୍କର ଯିବାର ଇଚ୍ଛା ନଥିଲା। ଆସ୍ତେ ଆସ୍ତେ ଲୋକଙ୍କୁ ଆମେ ଅନୁପ୍ରାଣିତ କରୁଛୁ ଯେ ଯାଆନ୍ତୁ ଆଜ୍ଞା, ସମସ୍ତେ ମନ୍ଦିର ଯାଆନ୍ତୁ, ଘର ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରନ୍ତୁ। ସମସ୍ତଙ୍କ ମନରେ ଗୋଟେ ଯଦି ଆଧ୍ୟାତ୍ମିକ ପରିବେଶ ରହିବ, ଆଧ୍ୟାତ୍ମିକ ଚିନ୍ତା ରହିବ, ତେବେ ସେମାନେ ଭୁଲ କାମ କିମ୍ବା ପାପ କାମ କରିବା ପାଇଁ ଡରିବେ, ଭୟ କରିବେ ଏବଂ ନିଜର ଧର୍ମକୁ ବଜାୟ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରନ୍ତୁ। ସନାତନ ନ ରହିଲେ ଆଜ୍ଞା କିଛି ରହିବ ନାହିଁ। ବିନା ସନାତନରେ କୌଣସି ଜିନିଷ ସମ୍ଭବ ନୁହେଁ। ଧର୍ମକୁ ଯଦି ଆମେ ହାତରେ ନ ରଖିବା ଆମର ସମସ୍ତ ସମାଜ, ପରିବାର, ଦେଶ ସବୁ ସତ୍ୟାନାଶ ହେଇଯିବ। ତେଣୁ ମୁଁ ସମସ୍ତଙ୍କୁ ସନାତନ ମାନଙ୍କୁ ମୋର ବିନମ୍ର ଅନୁରୋଧ, ସେମାନେ ଘରେ ପିଲାମାନଙ୍କୁ ଏବଂ ନିଜେ ମଧ୍ୟ ହନୁମାନ ଚାଳିଶା ପାଠ କରନ୍ତୁ ଘରେ କିମ୍ବା ମନ୍ଦିରରେ। ସମସ୍ତେ ଏକାଠି ହେଇକି ଆସ୍ତେ ଆସ୍ତେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ସେଇ ଘରୁ ଏବଂ ସମାଜରୁ, ତାପରେ ରାଜ୍ୟ ସ୍ତରରୁ ଏବଂ ଦେଶ ସ୍ତରରୁ। ବିଶ୍ୱର କଲ୍ୟାଣ ପାଇଁ କେବଳ ହିଁ ସନାତନ ଚିନ୍ତା କରେ, ଅନ୍ୟ କୌଣସି ଧର୍ମ କିମ୍ବା ତାଙ୍କର କୌଣସି ପ୍ରକାରର କାର୍ଯ୍ୟକଳାପ ସମାଜର ମଙ୍ଗଳ କାମ ପାଇଁ ଚିନ୍ତା କରନ୍ତି ନାହିଁ। ହନୁମାନ ଚାଳିଶା କମିଟିର ଆବାହକ ଅନ୍ତର୍ଯାମୀ ପ୍ରଧାନ ଅନିଲ କୁମାର ଦାସ, ଅଭୟ କୁମାର ଦାସ, ରବୀନ୍ଦ୍ରନାଥ ବେହେରା, ଶିଲାବତୀ ଘୋଷାଲ, ଡମ୍ବରୁଧର ରାଉତ, ରଞ୍ଜିତ ଦାସ, ଜଗନ୍ନାଥ ପାତ୍ର, କରଣ ପ୍ରତାପ ସିଂ, ଗୌର ପ୍ରତାପ ସିଂ, ଗୌର ପ୍ରସାଦ ମହାନ୍ତି, ମନୋରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।